ରେଖା ଦେବୀ ଆପଣଙ୍କ ଉପରେ ତାନ୍ତ୍ରିକମାନଙ୍କ ଠାରୁ ବହୁତ ତନ୍ତ୍ର କରିଦିଆଯାଇଛି। ଆପଣ ବହୁତ କଷ୍ଟରେ ଅଛନ୍ତି। ମୁଣ୍ଡରେ କଣ୍ଟା ବାଡ଼ାଯାଉଛି ଆପଣଙ୍କର, ପୁରା ଶରୀରରେ କଣ୍ଟା ବାଡ଼ାଯାଉଛି ଆପଣଙ୍କର, କଣ୍ଢେଇ କରାଯାଇଛି। କେବେ ତାକୁ ବରଫ ଉପରେ ରଖାଯାଉଛି, କେବେ ନିଆଁ ଆଗରେ ଦେଖାଯାଉଛି ଯେପରି, ପୁଣି କେବେ କୌଣସି କୁଣ୍ଡେଇ ହେଉଥିବା ଗଛ ଉପରେ ମଧ୍ୟ ରଖିଦିଆଯାଉଛି ଯେମିତି ଆପଣଙ୍କର ତାର ପ୍ରଭାବ ପଡ଼ିବ। ଆର୍ଥିକ ମାର୍ଗ ବନ୍ଧନରେ ଅଛି ଏବଂ ଏ ତନ୍ତ୍ର ଉଚ୍ଚାଟନ କ୍ରିୟା ଯୋଗୁଁ ଆପଣଙ୍କର ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ଭଲ ନାହିଁ। ଆପଣ ନିଜ ଜୀବନ ହିଁ ବଞ୍ଚୁଛନ୍ତି, 3-4 ଜଣ ଏକାନ୍ତ ଭାବରେ ବଞ୍ଚୁଛନ୍ତି। କାରଣ ଦୂରତା କରିବା ପାଇଁ ତନ୍ତ୍ରକ୍ରିୟା କରାଯାଇଛି। ମତଭେଦ ଅଛି 2 ଜଣଙ୍କ ମଧ୍ୟରେ। ଝଗଡ଼ା ଝାଟି ଛୋଟ ମୋଟ କଥାରେ ତ ହେବ, ନିଶ୍ଚୟ ହେବ। ପିଲାଟିର ବୁଦ୍ଧି ଭ୍ରଷ୍ଟର ତନ୍ତ୍ର ଏବଂ ପାଠରୁ ମନ ଯେମିତି ହଟିଯିବ ତାର ତନ୍ତ୍ର କରାଯାଇଛି। ପାଠ ପଢ଼ିବା ପାଇଁ ଇଚ୍ଛା ହେଉନାହିଁ, ହଉଛି ନା? ହଁ ହଁ, ତଥା ଆପଣଙ୍କୁ ରୋଗରେ ବାନ୍ଧିବା ପାଇଁ, ଅସୁବିଧା କରିବା ପାଇଁ ତନ୍ତ୍ର କରାଯାଇଛି। 2 ଜଣ ଝିଅଙ୍କ ଉପରେ ମଧ୍ୟ ଉଗ୍ର ତନ୍ତ୍ର ହୋଇଛି ସୁନ୍ଦରତାକୁ ଖରାପ କରିବା ପାଇଁ। ବାଳରେ ଫଙ୍ଗଲ ହେଉଛି, ଛୋଟ ଛୋଟ ଚମଡ଼ା ହେଇକି ଝଡୁଛି ଏବଂ ଚୁଟି ମଧ୍ୟ ଝଡ଼ି ଯାଉଛି। 2 ଜଣ ଯାକ ଝିଅ ଅସୁବିଧାରେ ଅଛନ୍ତି ଏବଂ ମଶାଣି ତନ୍ତ୍ରକ୍ରିୟା କରାଯାଇଛି। ଗୋଟିଏ ଅଘୋରୀ ଦ୍ୱାରା କରାଯାଇଛି ଏବଂ ଯାହା ଆପଣଙ୍କୁ ବହୁତ ହଇରାଣ କରୁଛି। 2002ରୁ ଏହା ଆରମ୍ଭ ହୋଇଛି, ଅଗଷ୍ଟ ମାସରୁ। ଠିକ ହେଇଯିବ।